ଏଇ ମା ସୁଜି ହେଲା ଶୁଣ ମ କଣ ହେଲା? କାଲି ତ ରାକ୍ଷୀ ପୂର୍ଣ୍ଣିମା ହଁ କାଲି ରାକ୍ଷୀ ପୂର୍ଣ୍ଣିମା। ତମକୁ ତ ତମ ଭଉଣୀ ମାନେ ସବୁ ରାକ୍ଷୀ ପିନ୍ଧେଇବେ। ହଁ ପିନ୍ଧେଇବି। ତମେ କାଲି ତାଙ୍କୁ କଣ ଉପହାର ଦବ କହିଲ? ଆଉ କଣ ଉପହାର ଦେଲେ ସେ ଖୁସି ହେବେ? କେତେ କେତେ ପଇସା ଦବ? ଆରେ ପଇସା ଦେଲେ କୋଉ ଭଉଣୀ ମାନେ ଖୁସି ହୁଅନ୍ତିନି ହେଲା। ଆଉ କଣ ରାକ୍ଷୀ ପିନ୍ଧେଇବେ ତମ ପଇସା ଦବନି? ଆରେ ତମେ ଯୋଉ ପଇସାରେ ତୁଳନା କରୁଛ ରାକ୍ଷୀ ପୂର୍ଣ୍ଣିମା ଟାକୁ ନେଇକିନି ଭାଇ ଭଉଣୀର ସମ୍ପର୍କ କୁ ତମେ ପଇସାରେ ତୁଳନା କରୁଛ, ସେଇଟା ହଉଛି ସମ୍ପୂର୍ଣ୍ଣ ଭୁଲ ଜାଣିଛ। ପଇସାରେ ତୁଳନା କେବେ କରନି ଭାଇ ଭଉଣୀର ସମ୍ପର୍କକୁ ନେଇ। ଆଉ ଭଉଣୀଟି ଭାଇ ହାତରେ ରାକ୍ଷୀ ବାନ୍ଧେ କଣ ପାଇଁ? ଭଉଣୀର ଯଦି ବିପଦ ସମୟରେ ଯୋଉ ଭାଇ ଯାଇ ତା ପାଖରେ ଠିଆ ହୁଏ, ସେଇଟା ହଉଛି ସବୁଠୁ ବଡ ସମ୍ପର୍କ। ଆଉ ସେଇଟାକୁ ସବୁଠୁ ଅତୁଟ ବନ୍ଧନ ବୋଲି କୁହାଯାଏ। ଏଇଟା ମନେ ରଖିଥାଅ। ଆଉ ତମେ କହୁଛ ପଇସା, ପଇସା କଣ ଦୁନିଆରେ ସବୁ ଜାଗାରେ କାମ କରିବ? ପଇସା ପା ଏମିତି କେତେ କେତେ ପଇସା ଲୋକ ଏମିତି କେତେ ଲୋକଙ୍କୁ ଦଉଛନ୍ତି। ପଇସା ସମ୍ପର୍କ ଭାଙ୍ଗେ, ପଇସା କେବେ ସମ୍ପର୍କ ମାନେ ଯୋଡେ ନାହିଁ। ଏଇଟା ମନେ ରଖିଥାଅ ଦୁନିଆରେ। ଗୋଟାଏ କଥା ମୁଁ ତମକୁ ଆଜି କହୁଛି, ଯଦି ଭଉଣୀଟି ଯଦି ଗୋଟେ ବାହା ହେଇକି ନିଜ ଶାଶୁଘରେ ଯଦି ବିପଦ ସମୟରେ ଯଦି ଶାଶୁଘରେ ଯଦି ବିପଦ ପଡିଛି ନା, ସେଇ ବିପଦ ସମୟରେ ଯଦି ଗୋଟେ ଭାଇ ଯାଇ ତା ପାଖରେ ଠିଆ ହେଲା, ତାକୁ ହିଁ କୁହାଯାଏ ହଉଛି କଣ କହିଲ ଅତୁଟ ବନ୍ଧନ। ଆଉ ସମ୍ପର୍କର ମୂଲ୍ୟ କଣ ସେ ସେଇଦିନ ସେ ଭଉଣୀ ବୁଝିପାରିବ। ଆଉ ସାରା ଦୁନିଆ ଜାଣିଛି ଗୋଟେ ଭଉଣୀ ଯଦି ବିପଦ ସମୟରେ ଗୋଟେ ଭାଇ ଠିଆ ହୁଏ, ସେ ସମ୍ପର୍କଟା ବଡ ସମ୍ପର୍କ ଦୁନିଆରେ କିଛି ନାହିଁ। ଏଇଟା ମନେ ରଖିଥବ। ଆଉ ତମେ କଣ କହିଲ ପଇସା, କେତେ ପଇସା ତମେ ପଇସା କଥା କହୁଛ? ତମେ ଖାଲି ଭାଇ ଭଉଣୀର ସମ୍ପର୍କକୁ ପଇସାରେ କାହିଁ ତୁଳନା କରୁଛ? ଏ ଦୁନିଆରେ ମୁଁ ବୋଲି ଏକା ନୁହଁ, ଏଇଟା ମନେ ରଖ। ଦୁନିଆରେ ମୁଁ ବୋଲି ଏକା ନୁହଁ, କିନ୍ତୁ କିଛି ଭାଇ ଆଉ କିଛି ଭଉଣୀ ମାନେ ଅଛନ୍ତି ଯିଏକି ଭାଇ ଭଉଣୀର ସମ୍ପର୍କଟାକୁ ପଇସାରେ ତୁଳନା କରୁଛନ୍ତି। କିନ୍ତୁ ଏମିତି କିଛି ଭାଇ ମାନେ ବି ଅଛନ୍ତି ଭାଇ ଭଉଣୀର ସମ୍ପର୍କକୁ ପଇସାରେ କେବେ ତୁଳନା କରନ୍ତିନି। ତାଙ୍କ ସମ୍ପର୍କକୁ ସେ ସବୁଦିନ ପାଇଁ ଅତୁଟ ସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତି। ଏଇଟା ମନେ ରଖ। ହଉ ହଉ, ତାମାନେ ତମ କଥା ମୁଁ ବୁଝିପାରିଲି। କଣ ବୁଝିଲ ଏଥିରୁ? ମୁଁ ବୁଝିପାରିଲି ଯା ମାନେ ଭଉଣୀ ବିପଦ ସମୟରେ ଭାଇ ଯଦି ତା ପାଖରେ ଠିଆ ହୁଏ ନା, ସିଏ ହଉଛି ଅତୁଟ ସମ୍ପର୍କ। ସେଇଟାକୁ ଅତୁଟ ସମ୍ପର୍କ କୁହାଯାଏ। ଆଉ ସେଇଠି ଭଉଣୀଟି ଯଦି ରାକ୍ଷୀ ବାନ୍ଧିଥାଏ ଭାଇ ପ୍ରତି ନା, ସେଇଠି ତା ଭାଇ ଭଉଣୀର ରାକ୍ଷୀ ବାନ୍ଧିବା ମୂଲ୍ୟଟା କେତେ ସେ ଭଉଣୀ ବୁଝିପାରିବ। ଆଉ ଆପଣ ମାନେ ନିଶ୍ଚିନ୍ତ କହିବେ ମୁଁ ଏ କଥାରେ ଠିକ କହିଲି ନା ଭୁଲ କହିଲି। ଆପଣ ମାନେ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ମତାମତ ଦେବେ। ଜୟ ଜଗନ୍ନାଥ, ନମସ୍କାର।